କିନ୍ତୁ ମାନେ ଦୁଃଖ ଲାଗୁଛି ଏଇଟା ଯେ ମାନେ ସମସ୍ତଙ୍କ ଘର ଭିତରେ ପୁରା ପାଣି ପଶିଗଲାଣି। ଯାହାହେଲେ ବି ମାନେ ଘରଟା ଯଦି ଭୁଷୁଡ଼ି ପଡ଼ିବ ମାନେ ମଣିଷ ରହିବ କୋଉଠି? ପରୀକ୍ଷାରେ ବହୁତ ଲେଖିଛି ମାନେ ନଈ ବଡ଼ିର ଦୃଶ୍ୟ, ବନ୍ୟା କାଳୀନ ଦୃଶ୍ୟ, ଏଭଳି ମାନେ ରଚନା ତ ବହୁତ ଲେଖିଛି। ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ, ତା ଅର୍ଥ ବୁଝିଯାଏ। ଆଜି ଫାଷ୍ଟ ଟାଇମ୍ ପାଇଁ ଲାଇଫ୍ର ମୁଁ ମାନେ ଆଜି ଅନୁଭବ କରୁଛି, ଜୀବନରେ କେବେ ଦେଖିନଥିଲି ଏଭଳି। ଜୟ ଜଗନ୍ନାଥ ହିଷ୍ଟ୍ରି ଫ୍ୟାମିଲି, ଆପଣମାନେ କେମିତି ଅଛନ୍ତି? ଆକ୍ଚୁଆଲି ଆପଣମାନେ ତ ଦେଖିପାରୁଥିବେ ଯେ ତଣ୍ଟି ଖୋଲି ନାହିଁ ଠିକ୍ ସେ, କିନ୍ତୁ ଥଣ୍ଡାଟା ଟିକେ କମିଛି, ଜ୍ୱର ବି ନାହିଁ ଆଉ। କାଶଟା ଟିକେ ବାହାରିଛି, କାଶଟା ଟିକେ ଟିକେ ହେଉଛି, କିନ୍ତୁ ଆକ୍ଚୁଆଲି ମାନେ ମୁଁ ଏବେ ବାହାରେ ଏଥିପାଇଁ ଭିଡ଼ିଓ କରୁଛି ଆପଣମାନଙ୍କୁ ଦେଖେଇବା ପାଇଁ ଯେ ଆମ ପଟେ ବର୍ଷା ତ ଯାହା ହେଉଛି, କେଉଁଠି ପାଣି ପଶିଲାଣି ଖାଲି ଦେଖନ୍ତୁ। ଏତିକି ଯାଏଁ ପାଣି ଫୁଲ୍, ପୁରା ବାଡ଼ି ସାରା ପାଣି ଫୁଲ୍ ହେଇଗଲାଣି। ଆଉ ଟିକେ ଯଦି ବର୍ଷା ଏକା ହବ ତାହେଲେ ଘର ଏରିଆରେ ପୁରା ପାଣି ପଶିବା ଆରମ୍ଭ ହବ। କାହିଁକିନା ଆକ୍ଚୁଆଲି ପଛପଟରେ ଗୋଟେ ନଦୀର ଶାଖା ଯାଇଛି, ସେଇଟା ପୁରା ଫୁଲ୍ ହେଇକି ସେପଟ ଆଡ଼ୁ ପୁରା ପାଣି ଠେସିଲାଣି ଏପଟ ଆଡ଼କୁ। ତ ଆପଣଙ୍କ ଏରିଆରେ କ'ଣ ଚାଲିଛି ମୁଁ ଜାଣିନି, କିନ୍ତୁ ଏପଟେ ତ ପ୍ରବଳ ବର୍ଷା ହେଉଛି। ପ୍ରବଳ ବର୍ଷା ସହିତ ମାନେ ପ୍ରୋବ୍ଲେମ୍ ଷ୍ଟାର୍ଟ ହେଇଗଲାଣି। ତ ଆପଣମାନେ ସେଫ୍ ଅଛନ୍ତି କି ନାହିଁ? ଆପଣଙ୍କ ଏରିଆରେ କ'ଣ ଚାଲିଛି? ପାଣି ଫାଣି ପଶିକି କ'ଣ ହେଉଛି, ବର୍ଷା କେତେ ହେଉଛି, ସବୁ କମେଣ୍ଟରେ ଜଣେଇବେ। କିନ୍ତୁ ମୁଁ ଏବେ ଯାଉଛି ବାହାରକୁ, କୋଉଠି ଦାଣ୍ଡ ପଟକୁ ଯାଉଛି, ଆପଣଙ୍କୁ ଦେଖଉଛି। ଦାଣ୍ଡ ପୁରା ଫୁଲ୍ ନା ଲୋ ବୋଉ? ଦାଣ୍ଡ ପୁରା ସଡ଼କ ବୁଡ଼ିଗଲାଣି, ସମସ୍ତଙ୍କ ଘର ପାଣି ପଶିଗଲାଣି, ଭାଙ୍ଗିଗଲାଣି ବିଲା ଘର ସବୁ ସପୋଟର ବାହାରିଗଲାଣି। ଜେଜେମା ଯିଏ ଆସିବେ ତାଙ୍କର ବି ଯାଇ ଦେଖିବା ଦାଣ୍ଡ ପଟକୁ, ଦେଖିବା କିସ ହେଇଛି। ପୁରା ପାଣି ଏତେ ଯାଏଁ ଯାଇଥିନି, ଏତେ ପାଣି, ଆଣ୍ଠୁଏ ପାଣି, ଚାଲି ହଉନି। ଯାଇ ତା ଭିତରେ ପଶେ। ଏଇ ଯାଉଛନ୍ତି ସବୁ, ଘର ଆଗ ବାଙ୍ଗୁର ଭାଇ ଘର, ତାଙ୍କ ଘର ପୁରା ପାଣି ବି ଭର୍ତ୍ତି। ଏପଟ ଏରିଆ ତ ପୁରା ଫୁଲ୍ ହେଇକି ଭାସୁଛି। ଏଇଟା ଆମ ଲିପୁନ ନନାଙ୍କ ଘର, ତାଙ୍କ ଘର ପାଣି ପଶିଗଲାଣି ଏପଟ ବାଟ ବି। ତାଙ୍କ ଘରେ ବି ପୁରା ପାଣି ପଶିଯାଇଛି। ହେଲା ଗାଁର ଦୃଶ୍ୟ ସବୁ, ବର୍ଷା କାଳୀନ ଗାଁର ଦୃଶ୍ୟ। ପାଣି ପଶିଲେ କେରକମ ହୁଏ। ବାଡ଼ି ଫାଡ଼ି ଭର୍ତ୍ତି ପାଣି। ତାଙ୍କ ବାଡ଼ିରେ ଆଉ କିଛି ଲଗେଇ ପାରିବେନି ଏବେ, ତାଙ୍କ ବାଡ଼ି ପୁରା ଫୁଲ୍। ହଁ ବା, କେତେ କ'ଣ ତାଙ୍କର ଲଗେଇଥିଲେ ଜେଜେମା ଘର, ଆଉ ସବୁ ପୁରା ଚାଲିଗଲା। ଏ ପୁଇ ଫୁଇ ସବୁ କେତେ ଟଙ୍କା ଲଗେଇଥିଲେ, ଏଇଟା ସବୁ ଆମ ଜେଜେମା ଘର। କାମ କରତେ ଆସନ୍ତି ଯୋଉ ଘରକୁ, ସବୁ କେତେ କ'ଣ ଜିନିଷ ଲଗେଇଥିଲେ, ତ ଦେଖିଲା ବେଳକୁ ଚାଲିଗଲାଣି ସବୁ। ସବୁ ବୁଲିକି ଦେଖୁଛନ୍ତି କେତେ କ'ଣ ପାଣି ହେଇଛି, କୋଉଠି ହେଇଛି। ତାଙ୍କ ଘରେ ବି ପୁରା ବୁଡ଼ିଗଲାଣି। ଏଙ୍କର ତ ପୁରା ପାଣି ଘର ଭିତରେ ପଶିଯାଇଛି, ପୁରା ପାଣି ପଶିକି ଚାଲୁଛି ଘର ଭିତରେ ପୁରା। ଏଠି ଜେଜେମା ଜଣେ ଫୋନ୍ କରିକି କହୁଛନ୍ତି ଘର ଭିତରେ ପାଣି ପଶିଗଲାଣି, କିସ କହିବା କିସ ନାହିଁ। କେଟା ରାସ୍ତା କଡ଼ କିଛି ଜଣା ପଡୁନି। ବାବାରେ, ଆଣ୍ଠୁଏ ପାଣି ହେଇଗଲାଣି, ଏଇଠି ଆଣ୍ଠୁଏ ପାଣି ପୁରା। ଏପଟେ ପୁରା ଭର୍ତ୍ତି, ଏପଟ ଗାଁଟା ପୁରା ବୁଡ଼ି ଯାଇଛି। ଏଇଟା ପୁରା ଗାଁ ଗୋଟେ ଏପଟ ସାଇଡ଼ରେ ଅଛି, ବହୁତ ଲୋକ ଏପଟ ସାଇଡ଼ରେ ରୁହନ୍ତି, ତ ସେମାନଙ୍କ ଏରିଆ ତ ପୁରା ବୁଡ଼ି ଯାଇଛି ସେପଟେ। ଏଇଟା ତାଙ୍କ ରାସ୍ତା ଥିଲା, ରାସ୍ତା ପୁରା ବୁଡ଼ିକି ପାଣି ଠିଆ। ତାଙ୍କ ଘରେ ବି ପୁରା ପାଣି ଏତିକି ଅଧା, ଆଣ୍ଠୁଏ ପାଣି ପୁରା। ପାଣି ବୁଡ଼ିକି ତା ତଳ ଖାଇ ହେଇକି ପୁରା ଘର ଉଲ୍ଟି ପଡ଼ିଆ ଅବସ୍ଥାରେ ଅଛି। ନନା କେମିତି ଅଛ? ଭଲ ଅଛ ନା? ଇଏ କ'ଣ ଏସବୁ ପାସ୍ ହଉନି ପାଣି, ନା କିସ ହଉଛି, ନା ନଦୀ ଆଡୁ ଠେସି ଦଉଛି ପାଣିଟା? ଇଏ ତ ଆଉ ଆଜି ଯଦି ବର୍ଷା ହେଲା ସରିଗଲା ପୁରା। ତାଙ୍କ ଘର ତ ସବୁ ଭୁଷୁଡ଼ି ପଡ଼ିଲାଣି, ସେଠି ଘର ପୁରା ଭୁଷୁଡ଼ି ପଡ଼ିଲାଣି। ଫ୍ୟାମିଲି, ଆକ୍ଚୁଆଲି ଏଇଟା ହିଁ ମାନେ ବର୍ଷା ଦିନର ଗାଁର ଦୃଶ୍ୟ। ଗାଁ ବହୁତ ସୁନ୍ଦର ଲାଗେ, ବହୁତ ଭଲ ଲାଗେ ସମସ୍ତଙ୍କୁ, କାହିଁକିନା ଗାଁର ପରିବେଶଟା ସେତିକି ସୁନ୍ଦର ଥାଏ, ସେତିକି ମାନେ ଭଲ ଥାଏ, ଶାନ୍ତ ଥାଏ ପରିବେଶ। ସହରରେ କେଁ କାଁ ଭେଁ ଭାଁ ଏସବୁ ଜିନିଷରେ ବହୁତ କିଛି ପ୍ରୋବ୍ଲେମ୍ ହୁଏ,
କିନ୍ତୁ ଗାଁରେ ଯେତେବେଳେ ଏଭଳି ବର୍ଷା ହୁଏ କରେ ତ ଏଇଭଳି ମାନେ ଦୃଶ୍ୟ ଥାଏ, କାହିଁକିନା ଡ୍ରେନେଜ ସିଷ୍ଟମ ସେତିକି ଷ୍ଟ୍ରଙ୍ଗ ନଥାଏ, ସେତିକି ଭଲ ନଥାଏ, ମାନେ ପାଣି ପାସ୍ ହେବା ପାଇଁ ସେତିକି ସିଷ୍ଟମ ଠିକ ନଥାଏ, ଯାହାଫଳରେ ସମସ୍ତଙ୍କୁ ଏଭଳି ପ୍ରୋବ୍ଲେମ ଫେସ୍ କରିବାକୁ ପଡ଼େ। ମୁଁ ତ ଏଠି ଚାଲି ବି ପାରୁନି ଠିକ ସେ, ଏତେ ପାଣି ଭର୍ତ୍ତି, ମାନେ ଆଣ୍ଠୁଏ ପାଣି ପୁରା ଭର୍ତ୍ତି ଫୁଲ ହେଇଗଲାଣି। କିନ୍ତୁ ମାନେ ଦୁଃଖ ଲାଗୁଛି ଏଇଟା ଯେ ମାନେ ସମସ୍ତଙ୍କ ଘର ଭିତରେ ପୁରା ପାଣି ପଶିଗଲାଣି। ଯାହା ହେଲେ ବି ମାନେ ଘରଟା ଯଦି ଭୁଷୁଡ଼ି ପଡ଼ିବ ମାନେ ମଣିଷ ରହିବ କୋଉଠି? ତ ଭୁଷୁଡ଼ି ପଡ଼ିଲାଣି ତଳୁ ପୁରା ମାନେ ଖାଇଗଲାଣି, ସେ ଯୋଉ ମାନେ ଘରର ପୁରା ବେସ୍ ଟା ହିଁ ଖାଇଗଲା। ଆକ୍ଚୁଆଲି କେ ଦିନ ପାଣି ସବୁ କମିବ ପୁଣି ସେମାନେ ଘରକୁ ପୁଣି ସଜାଡ଼ିବେ, ତାର କିଛି ଠିକ ଠିକଣା ନାହିଁ। ବାସ୍ ମାନେ କେବଳ ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା, ସମସ୍ତଙ୍କ ଡାକ ଶୁଣନ୍ତୁ, ଗୁହାରି ଶୁଣନ୍ତୁ, ଶୀଘ୍ର ମାନେ ଏସବୁ ପ୍ରୋବ୍ଲେମ ମାନେ ଦୂର ହେଇଯାଉ। ଟିକେ ଏବେ ବର୍ଷା କିଛି ଦିନ ପାଇଁ କମିଯାଉ, ଯାହାଫଳରେ ଏ ପ୍ରୋବ୍ଲେମ ଟା ଟିକେ ଦୂର ହେଇଗଲେ ପୁଣି ଯେତେ ବର୍ଷା ହଉଯିବ। ବିଲାଇ କଣ ହେଇଛି କିସ? କଣ ହେଇଛି? ସବୁ ତ ବୁଡି ଭାଙ୍ଗି ଛଇଲା ଦେଇଗଲାଣି, କଣ କରିବା? ହଁ ବା, ଦେଖୁନା ଘର ଏଇ ସବୁ ଭାଙ୍ଗିଗଲାଣି। ହଁ ଦେଖୁଥିଲି ବା ସବୁ ଘର ଭିତରେ ବେସ୍ ଗୁଡା ଭାଙ୍ଗିଗଲା, ଆଉ କିସ କରିବ? ସବୁ ଭୁଷୁଡ଼ି ତ ପଡ଼ିଲା। ଭାଙ୍ଗିଗଲା, କଣ କରିବା? ହଁ ବା, ରହିବା କାଲି କେମିତି ରହିବା, ରାତିରେ ସବୁ ଖାଇବା, ଠିକ କଣ ଥିଲା, କରିବା? କିଛି ନଥିଲା। ଆଜି ସକାଳୁ ସକାଳୁ ଉଠିଲା ସକାଳୁ ବେଳକୁ ହଁ। ଦେଖିଲା ବେଳକୁ ପୁରା ସବୁ ମାନେ ନଈ ପାଣି ଠେସି ଦେଲାଣି, ଗାଁ ଭିତରକୁ ଠେସି ଦେଲାଣି ପୁରା। ସମସ୍ତଙ୍କର ସେଇ ଅବସ୍ଥା, ସମସ୍ତର ଘର ଗୋଟା ସମସ୍ତର ସମସ୍ତଙ୍କର ସେଇ ଅବସ୍ଥା। ହଁ ବା, ଜେଜେମା ଇଏ ହଉଛନ୍ତି ଆମ ଜେଜେମା, ଯୋଉ ଘରେ କାମ କରନ୍ତି। ତମ ବାଡିର କିସ ଅବସ୍ଥା? ଇଏ କେତେ କଣ ଜିନିଷ ଲଗେଇଥିଲ, ଦେଖିଲା ବେଳକୁ ସବୁ ଚାଲିଗଲା। ଆଉ ଘର ସେପଟ ଘରଟାରେ ରହୁଛ ଏବେ? ଏତେ ତ ପୁରା ବୁଡିଗଲାଣି। ସମସ୍ତଙ୍କ ପାଟିରେ କେବଳ ସେଇ ଗୋଟେ କଥା, ମାନେ କେତେ କଷ୍ଟରେ ଘର ଦ୍ୱାରା କରିକି ସବୁ ମାନେ ରହିଥିଲେ, କିନ୍ତୁ ମାନେ ଏଭଳି ମାନେ ଇଏ ହେଇଗଲା ଯେ ମାନେ କେତେ ଦିନ ଲାଗିଯିବ ଏଇଖିଣା ଯେ ତାଙ୍କୁ ସବୁ ମାନେ ରିକଭରି କରିବାକୁ, ସବୁ କିଛି ଇଏ କରିବାକୁ ତା ଠିକ ଠିକଣା ନାହିଁ। କଣ କହିବି ଏସ୍ ଡି ଫ୍ୟାମିଲି ଆପଣମାନଙ୍କୁ, ଏଇଟା ହିଁ ଗାଁରେ ଗୋଟେ ବହୁତ ବଡ଼ ଦୁଃଖ। ଯେତେବେଳେ ମାନେ ବିପଦ ଆସେ ପୁରା ବହୁତ ଭଲ ରକମ ବିପଦ ଆସେ, ମାନେ ବହୁତ ବଡ଼ ଧରଣର ଆସେ। ତ ହୁଏତ ମାନେ ସେଥିରୁ କିଛି ଲୋକ ସର୍ଭାଇଭ କରିଯାଆନ୍ତି, ଆଉ କିଛି ଲୋକ ବହୁତ କଷ୍ଟ ଯନ୍ତ୍ରଣା ମାନେ ପାଆନ୍ତି। ତ ତାଙ୍କ କଷ୍ଟ ଯନ୍ତ୍ରଣାକୁ ବୁଝେଇବା ସମ୍ଭବ ନୁହେଁ, କାହିଁକିନା ସେଭଳି କଷ୍ଟ ଯନ୍ତ୍ରଣା କେବଳ ଯିଏ ଫେସ୍ କରିଛି ସିଏ ହିଁ ମାନେ ସେ ବିଷୟରେ ମାନେ ଭଲସେ କହିପାରିବ ଯେ ହଁ ଏଭଳି କଷ୍ଟ ହୁଏ, ଏଭଳି ହୁଏ। ମାନେ ବର୍ତ୍ତମାନ ତାଙ୍କର ମାନେ କେବଳ ଯେ ମାନେ ଘର ଚାଲିଯାଇଛି ସେଟା ନୁହେଁ, କୋଉଠି ରାନ୍ଧିବେ, କୋଉଠି ଖାଇବେ, କୋଉଠି ଶୋଇବେ, ତାର ମାନେ କିଛି ଠିକ ଠିକଣା ନାହିଁ। ଯେ ଏବେ କିଛି ଦିନ ପାଇଁ ଆଟଲିଷ୍ଟ ମାନେ 5-7 ଦିନ ପାଇଁ ବି ଯଦି ମାନେ ବନ୍ଦ ହେଇଯାଏ, ବର୍ଷା ପୁରା କମ୍ପ୍ଲିଟଲି ବନ୍ଦ ହେଇଯାଏ, ତ ଶୀଘ୍ର ଶୀଘ୍ର ମାନେ ପାଣି ବାହାରି ଯିବ, ଆଉ ସମସ୍ତେ ପୁଣି ନିଜ ଘରକୁ ନିଜେ ସଜାଡ଼ିବାରେ ଲାଗିଯିବେ। ପୁରା ବୁଡି ଯାଇଛି, ଘର ଦ୍ୱାର ସବୁ ବୁଡି ଯାଇଛି, ଭାଙ୍ଗି ଯାଇଛି, ସବୁ ମନଦୁଃଖ କରୁଛନ୍ତି। ମାନେ ଆଜି ଯାଏଁ ଏଭଳିଆ ଦେଖିନଥିଲେ ବନ୍ୟାର। ଘର ଦ୍ୱାର ପଶି କେତେ କଷ୍ଟରେ ଘର ଦ୍ୱାର ସବୁ ହୁଏ ବନେଇଥିଲେ। ବର୍ଷା ହୁଏ, କିନ୍ତୁ ଏଇ ଯେ ସଡ଼କ ମଡ଼କ ସବୁ ଉଞ୍ଚା ହେଇଗଲା ନା, ପାଣି ଟା କଟୁନି ବୋଲି ଆଡକୁ ଠେସି ତାପରେ ଏ ଦେଲା। ବର୍ଷ ପ୍ରବଳ ବର୍ଷା, ବର୍ଷା ଛାଡୁ ହିଁ ନାହିଁ, ଲଗାତାର ଜେଜେମା ହଉଛି। କାନ୍ଦୁଛନ୍ତି, ତାଙ୍କର ହଁ ବା, କିସ କରିବେ, ଛୁଆ ଦିଟା କୋଟି ଛୁଆ। ହଁ ବା, ଏଇଖିଣା କେଠି ରାନ୍ଧିବେ, କେଠି ଖାଇବେ, କେଠି ଶୋଇବେ, ସମସ୍ତଙ୍କ କଥା। ପୁରା ଗାଁ ଟା ସେପଟେ ଗାଁ ଟା ପୁରା ବୁଡି ଯାଇଛି, ମୁଁ ଦେଖିକି ଆଇନି ପା ଏବେ ଯାଇଥିଲି ଯୋଉ। ଏଇଖିଣା ପୁରା ନଦୀ ପୋଖରୀ ସବୁ ସମାନ ହେଇଯାଇଛନ୍ତି, ମାଛ ବାହାରିକି ଚାରିଆଡେ ଖାଲି ବୁଲୁଛନ୍ତି। ଏଠି ମାଛ ଧରିଲେଣି ଆସିକି। କେହି ମାଛ ଦଉନାହାନ୍ତି ନା, କେହି ମାଛ ଦଉନାହାନ୍ତି ନା ତତେ। ଚାଲ ଗୋଡିଆରେ ଧରି ଆଣିବୁ, ଫୁଲ ହେଇଗଲାଣି ପାଣି। ଯା ପହଁରିକି ଧରି ଆଣିବୁ ଯା। ଏଠି ଫ୍ୟାମିଲି ବୋଉ ଏବେ କାଢା କରିକି ଆଣିଲେ, କାଢା ଟିକେ ପିଇବି ଏବେ। ମୁଁ ବି ବେଶୀ ବାଟ ଗଲିନି ସେପଟକୁ, ମାନେ ପାଣି ଏରିଆକୁ ଆଉ ବେଶୀ ବାଟ ଗଲିନି, ପଳେଇ ଆସିଲି ସେପଟକୁ। ଆହୁରି କେତେ କଣ ବୁଡିଥିବ ତାର କିଛି ଠିକ ଠିକଣା ନାହିଁ। ଟିକେ କାଢା ଟା ପିଇଦିଏ, ଟିକେ କାଶ ହେଲାଣି ତ। ହଁ, ପୁରୁଣା ପୋଲଟା ପୁରା ବୁଡି ଯାଇଛି କହୁଛୁ। ସଡ଼କ ପୁରା ଭଲସେ। ଦିଟା ମାତ୍ର ଧରିଲ, ଆଉ ଟିକେ ବସଉନ। ସକାଳ ପରେ ଯେତେବେଳେ ବୁଡିଲା ସେତିକାଳେ ବସେଇଥିଲେ, ଟିକେ ମାତ୍ରା ପଡିଥାନ୍ତେ। ଜେଜେମା ଆସିଥିଲେ ଘରକୁ କାମ କରିବା ପାଇଁ, କିନ୍ତୁ ବୋଉ ପଠେଇଦେଲେ ତାଙ୍କୁ, କାହିଁକିନା ଜେଜେମା ତାଙ୍କ ଘର ବାଡ଼ି ସବୁ କିଛି ବୁଡ଼ିଗଲାଣି। ତ ଏଇଖିଣା ତାଙ୍କ ଘରେ ତ କେତେ କଣ ମାନେ ଜିନିଷ ରହୁଛି, ସବୁ ସଜାଡ଼ିବାର କେତେ କଣ ରହୁଛି।
ତ ସେଥିପାଇଁ ବୋଉ ଆଜି ନିଜେ ସବୁକିଛି ଯେତିକି ହେଇପାରିବ ସବୁକିଛି ନିଜେ କରିଦେଇଛନ୍ତି। ଜେଜେମାଙ୍କ ଉପରକୁ କିଛି ରଖିନାହାନ୍ତି କାମ, ତ ସେଥିପାଇଁ ପଠେଇଦେଲେ ଜେଜେମାଙ୍କୁ। ଏଚଡି ଫ୍ୟାମିଲି ଗେଲି ଏବେ ଉଠି ସାରିଲାଣି, ରେଡି ହେଇସାରିଲାଣି, ଗାଧୁଆ ଗାଧି ସାରିକି ସବୁ ରେଡି ହେଇସାରିଲାଣି। ଗୁଗୁଲ ସବୁ ଚାରିଆଡେ ବନ୍ୟା ହେଇଯାଇଛି, ସବୁ ପୁରା ମାନେ ଘର ଫର ସବୁ ମାନେ ଭାସି ଯାଇଛି ପୁରା, ଘର ମାନେ ଭୁଷୁଡ଼ି ପଡ଼ିଛି ପୁରା, ତଳୁ ପୁରା ଭାଙ୍ଗିକି ଭୁଷୁଡ଼ି ପଡ଼ିଛି ସବୁ ଗାଁର। ଗୋଟେ ଗାଁ ସେପଟେ ଯୋଉ ଗାଁଟା ନୁହେଁ ନା, ସେ ଯୋଉ ବାଙ୍କ ପାଖରେ, ହଁ ସାହିଟା ପୁରା, ସେ ସାହିଟା ପୁରା ପାଣି ପୁରା ଭର୍ତ୍ତି ହେଇଯାଇଛି। ହୁଏ ପାଣି ଆସେ ଆମର ବର୍ଷା ହେଲେ ପାଖାପାଖି ମାସେ 1.5 ମାସ ହେଲାଣି ବର୍ଷା ହଉଛି କଣ୍ଟିନ୍ୟୁ। ସେ ସମସ୍ତେ କହୁଥିଲେ ବା ପାଣି ଆସେ କରେ, କିନ୍ତୁ ଏଭଳିଆ କେବେ ଘର ଭିତରେ ପଶିକି ମାନେ ଇଏ ହେଇନଥିଲା, ଭାଙ୍ଗି ନଥିଲା ଘର ଏକା। ଘରଟା ପୁରା ଇଏ ହେଇକି ଥିଲା, ଯେହେତୁ ପାଣିଟା ପଶିଲା ସଡନ ଗଡ଼ିଗଲା। ମାଟି ଘର କେତେ ସମୟ ରହିବ? ନା ତାପରେ ପୁରା ସୁଅ ଛୁଟୁଛି ନା, ପାଣିଟା ବଡ ଜୋର ପାସ୍ ହଉଛି ଯୋଉ ସେ ଆଗରୁ ଏଇ ଜିନିଷଟା ହଉଥିଲା, ତାପରେ ଧୀରେ ଧୀରେ କମି ଯାଇଥିଲା, ଏ ବର୍ଷ ପୁଣି ହେଲା। ତ ବାଡିରେ ତଥାପି ପାଣି ଭର୍ତ୍ତି ହେଇନି କି? ବାଡିରେ ପାଣି ପୁରା ଆମ ଭର୍ତ୍ତି। ଗୁହାଳ କଣ ହବ ଦେଖ, ସେଟା ଆଉ ଆମ ଆଜି ଘରକୁ ଯଦି ବି ଦିନ ସାରା ବର୍ଷା ହେଲା ସେଟା ବି ହବ। ଦିନ ନୁହେଁ, ଯଦି ରାତି ଯାଏ ବର୍ଷା ହବ ଆମ ଘରକୁ ବି, ଆମ ଏଇ ଘରକୁ ବି ପାଣି ଚାଲି ଆସିବ। ଆଗରୁ ପୁରା ଆମ ଆର ବାଡ଼ିରେ ଯୋଉ ଥିଲା, ଯୋଉଠି ମୁଁ ଫିଜିଓଥେରାପି କରେ, ସେଇଟା ଆମର ଘର ଥିଲା, ଘର ଭିତରକୁ ପାଣି। ଆମ ଘରଟା କିନ୍ତୁ ବହୁତ ଉଞ୍ଚାରୁ ତିଆରି, ମାନେ ପିଣ୍ଡା ଗୁଡାକ ଆମର ଏତିକି ଉଞ୍ଚା, ତାପରେ ଯାଇକି ଆମର ମାଟି ଘର ଥିଲା, ସେଥିପାଇଁ କି ଘର କିନ୍ତୁ ବର୍ଷେ ପାଣି ପଶିଥିଲା। ମୋ ଛୁଆ ବେଳେ ପୁରା ପାଣି ପଶି ଯାଇଥିଲା, ଏତେ ଲେଖା ପାଣି ପଶିଥିଲା ଘର ଭିତରକୁ। କିନ୍ତୁ ଏଚଡି ଫ୍ୟାମିଲି ସତ କହୁଛି, ଆଜି ପର୍ଯ୍ୟନ୍ତ ମାନେ ପରୀକ୍ଷାରେ ବହୁତ ଲେଖିଛି, ମାନେ ନଈ ବଢିର ଦୃଶ୍ୟ, ବନ୍ୟା କାଳୀନ ଦୃଶ୍ୟ, ଏଭଳି ମାନେ ରଚନା ତ ବହୁତ ଲେଖିଛି, କିନ୍ତୁ କେବେ ବି ମାନେ ତା ଅର୍ଥ ବହୁତ ବୁଝିଥିଲି। ଯୋଉମାନେ କୁହନ୍ତିନି ନା, ଯେ ମାନେ ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ, ଜଳ ହିଁ ଜୀବନ, କିନ୍ତୁ ଟିକେ ଅଧିକ ହେଇଗଲେ ବି ମାନେ ସୃଷ୍ଟିକୁ ନାଶ କରିଦବାର ମାନେ କ୍ଷମତା ରଖେ, କମ ହେଇଗଲେ ବି ସଂସାର ନଷ୍ଟ ହେଇଯିବାର ମାନେ ସମ୍ଭାବନା ରହିଥାଏ। ତ ମାନେ ସେଟାକ ବହୁତ ଲେଖିଛେ, କିନ୍ତୁ ତା ଅର୍ଥ ବୁଝିଛେ ଆଜି ଫାଷ୍ଟ ଟାଇମ ପାଇଁ ଲାଇଫର ମୁଁ ମାନେ ଆଜି ଅନୁଭବ କରୁଛି। ଜୀବନରେ କେବେ ଦେଖିନଥିଲି ଏଭଳି ବନ୍ୟା। 1999 ମସିହାରେ ଯୋଉ ମାନେ ବନ୍ୟା ହେଇଥିଲା, ସେ ଟାଇମରେ ହେଇଥିଲା, କିନ୍ତୁ ଯେହେତୁ ମୋର ସେତେବେଳେ ଛୁଆ ବେଳ ସମୟ, ତ ମୋର ସେ ବିଷୟରେ କିଛି ମନେ ନାହିଁ। ତ ତାପରେ ମୁଁ କେବେ ବି ମାନେ ଏଇ ଯୋଉ ଇଏ ଜିନିଷ ମୁଁ କେବେ ଦେଖି ନାହିଁ, ବନ୍ୟା ଏସବୁ ଜିନିଷ ଦେଖି ନାହିଁ। ତ ଆଜି ଯିବା ବେଳେ ମାନେ ଯେତେବେଳେ ଗଲି ଗାଁ ଭିତରକୁ ଗଲି, ମାନେ କଣ ହେଇଛି ଦେଖିବା ଇଏ କରିଛି, ତ ଫାଷ୍ଟ ଲାଗିଲା ହଁ ପାଣି ଅଛି ରାସ୍ତାରେ, ଇଏ ସିଏ ଲାଗୁଥିଲା ଟିକେ, କିନ୍ତୁ ଫେରିବା ବେଳକୁ ମାନେ ଯେତେବେଳେ ଦେଖିକି ଫେରିଲି, ମାନେ ମନଟା ପୁରା ଦୁଃଖ ହେଇଯାଇଥିଲା। ସେମାନେ ଏଇଟା ଦୁଃଖ ଲାଗୁଛି, ଆଜି 2026 ହେଲାଣି, ଆଉ ତ ସେ 1999 2000 ମସିହା ସମୟ ନାହିଁ, 2026 ହେଲାଣି, ଫିର ବି ମାନେ ଏଭଳି ପରିସ୍ଥିତି ସୃଷ୍ଟି ହଉଛି। ତାର ଗୋଟିଏ ହିଁ ମତେ କାରଣ ଦେଖା ହଉଛି ଟିକେ ଏବେ, ଡ୍ରେନେଜ ସିଷ୍ଟମ ଠିକ ନାହିଁ, ଯୋଉଥିପାଇଁ କି ପାଣି ପାସ୍ ହେଇପାରୁନାହିଁ। ତ ବାକି ରହିଲା ଯୋଉମାନେ ମାନେ ତାଙ୍କର ଘର ଦ୍ୱାର ଭୁଷୁଡି ପଡିଛି, ତାଙ୍କ ଘର ଭିତରେ ପାଣି ରହିଛି, କେତେ ଦିନ ଯେ ସେ ପାଣି ରହିବ ଠିକ ନାହିଁ, କାହିଁକି ନା ବର୍ଷା ଛାଡୁନାହିଁ। ଯଦି ବର୍ଷା ଛାଡିଯାଆନ୍ତା 1-2 ଦିନ ଭିତରେ ପାଣି ସବୁ କ୍ଲିୟର ହେଇଯାଆନ୍ତା, ସମସ୍ତେ ପୁଣି ନିଜ ଘରକୁ ସଜାଡିକି ରହିଯାଆନ୍ତେ। ତ ବୋଧ ହୁଏ ମାନେ ସରକାର ସେଥିପ୍ରତି ଦୃଷ୍ଟି ଦେବେ ନିଶ୍ଚୟ। ଯୋଉମାନେ ଅଲରେଡି ତାଙ୍କ ଘର ଦ୍ୱାର ନାହିଁ, କେବଳ ଯେ ମାନେ ମୁଁ ଆଜି ସତ କଥା ହେଲା ଗୋଟେ ଛୋଟ ଚିତ୍ରଟା ଦେଖିଲି, କେବଳ ମାନେ ଛୋଟ ଚିତ୍ରଟା ଦେଖିଲି, ଗାଁର କେତେଟା ମାନେ ଘର ବୁଡି ଯାଇଛି, ଗୋଟେ ସାହି ବୁଡି ଯାଇଛି, ସେଇ ଜିନିଷଟା ଦେଖିଲି। କିନ୍ତୁ ଅନ୍ୟ ଆଡେ ଗୋଟେ ବହୁତ ବଡ ଆକାରରେ ବି ହଉଥିବ, ତାର କଳ୍ପନା ମୁଁ ଏବେ କରିପାରୁଛି ଯେ ହଁ ମାନେ ଏଇଭଳି ହଉଥିବ, ସମସ୍ତଙ୍କର ଘର ଦ୍ୱାର ଭାସି ଯାଉଥିବ, ଖାଇବା ପାଇଁ ନଥିବ, ପାଣି ପିଇବା ପାଇଁ ନଥିବ, ଶୋଇବା ପାଇଁ ନଥିବ, ଲୁଗାପଟା ଓଦା ହେଇଯାଇଥିବ, ମାନେ ପିନ୍ଧିବା ପାଇଁ ବି ମାନେ ଠିକ ସେ ନଥିବ କିଛି। ତ କୋଉ ଭଳି ପରିସ୍ଥିତିରେ ଲୋକମାନେ ଚଳୁଥିବେ। ହୁଏତ ଏବେ ମାନେ ସମୟ ହେଲାଣି ଯେ ମାନେ 2026 ହେଇଗଲାଣି, ବନ୍ୟା ଲୋକମାନଙ୍କ ପାଇଁ ଘର ତିଆରି କରିଛନ୍ତି ସରକାର କିଛି ମାତ୍ରାରେ କିଛି ଗାଁରେ, କିନ୍ତୁ ଏବେ ବି ସବୁ ଗାଁରେ ସେ ସିଷ୍ଟମ ହେଇପାରିନାହିଁ। ଫିର ବି ସରକାରୀ ବିଦ୍ୟାଳୟ ହଉ ବା ସରକାରୀ ଅଫିସ କିଛି ହଉ, ସେସବୁ ଦ୍ୱାରା ସାହାଯ୍ୟ ତ ଇନଷ୍ଟାଣ୍ଟଲି ହେଇଯିବ, ମାନେ ସେଥିରେ ବିଶେଷ କିଛି ପ୍ରୋବ୍ଲେମ ହବ ନାହିଁ। କଷ୍ଟ ହବ ଲୋକମାନଙ୍କୁ, ଯୋଉମାନଙ୍କୁ ମାନେ ପୁଣି ଆଉ ଥରେ ଘର ବନେଇବାକୁ ପଡିବ, ସେମାନଙ୍କୁ ସେ କଷ୍ଟଟା ସହିବାକୁ ପଡିବ।
ଖାଇବା ପିଇବା ଏସବୁରେ ଟିକେ କଷ୍ଟ ହେବ ସମସ୍ତଙ୍କୁ। କିନ୍ତୁ ମୁଁ ମାନେ ଆଜିକା ଭିଡ଼ିଓରେ ଏଇଟା କରିବାକୁ ମାନେ କହିବାକୁ ଚାହୁଁଛି ବା ସରକାରଙ୍କୁ ଏତିକି ଅନୁରୋଧ କରିବାକୁ ଚାହୁଁଛି ଯେ ମାନେ ଅଲରେଡ଼ି ଏ ବର୍ଷ ଯେଉଁ ଏରିଆ ଗୁଡ଼ାକରେ ମାନେ ବନ୍ୟା ଅଲରେଡ଼ି ମାନେ ହେଇଯାଇଛି ତ ତାର ଗୋଟେ ରିପୋର୍ଟ ସଂଗ୍ରହ କରନ୍ତୁ ସରକାର। ଏଇ ଏରିଆରେ ବନ୍ୟା ସବୁ ହେଇଛି ତ ସେଇ ଏରିଆରେ ଡ୍ରେନେଜ୍ ସିଷ୍ଟମକୁ ମାନେ ଷ୍ଟ୍ରଙ୍ଗ କରନ୍ତୁ, ମାନେ ଭଲ କରିଦିଅନ୍ତୁ ଯେମିତି ପାଣିଟା ଠିକ୍ରେ ପାସ୍ ହେଇଯିବ। ବିଶେଷ କରି ରାସ୍ତା ଗୁଡ଼ାକ ବହୁତ ଉଞ୍ଚା ହେଇଗଲାଣି, ରାସ୍ତା ଗୁଡ଼ାକ ସବୁ ଉଞ୍ଚା ହେଇଗଲାଣି, ପିଚ ରାସ୍ତା ହେଇଗଲାଣି, ସବୁ ପକ୍କା ହେଇଗଲାଣି, ଯାହାଫଳରେ ମାନେ ଅଲରେଡ଼ି ଆଗରୁ ପୁରୁଣା କାଳିଆ ଘର ଯେଉଁମାନଙ୍କର ସେମାନଙ୍କ ଘର ଗୁଡ଼ାକ ନିଚା ହେଇଯାଉଛି। ସେମାନେ ନିଚାରେ ରହିଲା ବେଳକୁ ଏବେ ପାଣି ପାସ୍ ହେଇପାରୁନି ଠିକ୍ସେ, ତାଙ୍କ ଘର ଦେଇକି ହିଁ ପାଣି ପାସ୍ ହେଉଛି। ତ ସେଥିପାଇଁ ମାନେ ପ୍ରପର୍ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ପଡ଼ିବ ଯେମିତିକି ସେମାନେ ଆଫେକ୍ଟେଡ୍ ନ ହେବେ। ତେଣୁ ଆଟଲିଷ୍ଟ ମାନେ ସର୍ଟ ଟର୍ମ ଗୋଲ୍ରେ ମାନେ ଲଙ୍ଗ୍ ଟର୍ମକୁ ତ ଲକ୍ଷ୍ୟ କରିକି ମାନେ ରାସ୍ତା କରିବା ସମୟରେ ସେ ଡ୍ରେନେଜ୍ ସିଷ୍ଟମକୁ ଧ୍ୟାନ ଦେବା ଦରକାର ସରକାରଙ୍କୁ। ନିଶ୍ଚୟ ଦେବେ, ଏଇଟା ମୋର ଆଶା। ସରକାର ନିଶ୍ଚୟ ଏଥିପ୍ରତି ଦୃଷ୍ଟି ଦେବେ। ଆଉ କିନ୍ତୁ ଏବେ ସର୍ଟ ଟର୍ମରେ ଗୋଟେ ବର୍ଷ ଭିତରେ ଏତିକି ଜିନିଷ କରିହେବ। ଯେଉଁ ମାନେ ଏରିଆ ଗୁଡ଼ାକ ଅଲରେଡ଼ି ଏ ବର୍ଷ ଏଫେକ୍ଟେଡ୍ ହେଉଛନ୍ତି ସେ ଏରିଆ ଗୁଡ଼ାକର ରିପୋର୍ଟ ସଂଗ୍ରହ କରିକି ସେ ଏରିଆ ଗୁଡ଼ାକରେ ଡ୍ରେନେଜ୍ ସିଷ୍ଟମକୁ ଗୋଟେ ବର୍ଷ ଭିତରେ ଇନଷ୍ଟାଣ୍ଟଲି କାମ କରିହେବ। ସରକାର ପାରିବେ ନିଶ୍ଚୟ ସେ ଜିନିଷଟା। ତ ମୁଁ ଭାବୁଛି, ଆଶା କରୁଛି ସରକାର ସେ ଜିନିଷ ପ୍ରତି ଧ୍ୟାନ ଦେବେ। ଆଉ ବାକି ରହିଲା ଲୋକମାନଙ୍କ ପାଇଁ ମୋର ଏତିକି ମାନେ ଇଏ ରହିବ ଯେ ଆପଣମାନେ ବି ଚେଷ୍ଟା କରନ୍ତୁ, ଯଦି ମାନେ କେଉଁ ଜାଗାରେ ପୋଲ ରହୁଛି ବା କିଛି ଗୋଟେ ରହୁଛି ଯେଉଁ ଜାଗାରେ ଆପଣଙ୍କୁ ଲାଗୁଛି ଯେ ଯଦି ମାନେ ଅଧିକ ବର୍ଷା ହୁଏ ଏ ଜାଗାରେ ଆହୁରି ମାନେ ବ୍ଲକ୍ ହେଇକି ବନ୍ୟା ସୃଷ୍ଟି ହେଇପାରେ, ତ ସେଗୁଡ଼ାକ କ୍ଲିନ୍ ନିଜେ ମାନେ ସରକାରଙ୍କୁ ୱେଟ୍ କରିବା ବଦଳରେ ନିଜେ ଲୋକମାନେ ମିଶିକି କ୍ଲିନ୍ କରିଦିଅନ୍ତୁ। ଆଉ ଯେଉଁମାନେ ତ ଅଲରେଡ଼ି ଆଫେକ୍ଟେଡ୍ ହେଇଗଲେଣି ତାଙ୍କୁ କିଛି କରିହେବ ନାହିଁ। ବାସ୍ ସରକାରଙ୍କ ତରଫରୁ ଯେତିକି ବି ବ୍ୟବସ୍ଥା ରହୁଛି, ଯେମାନେ ଘର ଦେଇକି ମାନେ ଖାଇବା ପିଇବା ବ୍ୟବସ୍ଥା ସବୁ କିଛି ସରକାରଙ୍କ ତରଫରୁ ରୁହେ ଯେଉଁ ଏରିଆରେ ବନ୍ୟା ହୁଏ, ତ ସେଥିପ୍ରତି ତ ସରକାର ନିଶ୍ଚୟ ମାନେ ଧ୍ୟାନ ଦେବେ, ଏଇଟା ମୋର ମାନେ ବିଶ୍ୱାସ। ବାକି ଭଗବାନଙ୍କ ପାଖରେ କେବଳ ଏତିକି ପ୍ରାର୍ଥନା ଯେ ଆଟଲିଷ୍ଟ 3-4 ଦିନ ପାଇଁ ଟିକେ ବର୍ଷା ବନ୍ଦ ହେଇଯାଉ, ଯେମିତିକି ମାନେ ପାଣି ଗୁଡ଼ାକ ପାସ୍ ହେଇଯିବ, ପୁଣି ନର୍ମାଲ ଅବସ୍ଥାକୁ ଫେରି ଆସିବ। କିଛି ଦିନ ପାଇଁ ବର୍ଷା ବନ୍ଦ ହେଇଗଲେ ନିଶ୍ଚୟ ସବୁକିଛି ପୁଣି ସୁଧୁରିଯିବ। ଭଗବାନ ବାସ୍ ଏତିକି ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସମସ୍ତେ ସେଫ୍ ରୁହନ୍ତୁ। କାହିଁକିନା ମୁଁ ଆଜି ଯେଉଁଟା ଦେଖିଲି ମାନେ ବିଶେଷ କିଛି ମାନେ ଅନସେଫ୍ ଜିନିଷ ଦେଖି ନାହିଁ। ତ ସମସ୍ତଙ୍କର କ୍ଷୟକ୍ଷତି ଘଟିଛି, ନିଶ୍ଚୟ ସେଇଟା ଗୋଟେ ବହୁତ ବଡ଼ ଜିନିଷ। ଯାହାର ମାନେ କ୍ଷତି ହେଇଛି ତା ପାଇଁ ତ ସେଇଟା ଗୋଟେ ବହୁତ ବଡ଼ ଜିନିଷ ନା। କିନ୍ତୁ ମାନେ ବହୁତ ମାନେ ବଡ଼ ଆକାରରେ ବି ବହୁତ ଜାଗାରେ ହେଉଛି ଯେଉଁଥିରେ ମାନେ ଜୀବନ ପ୍ରତି ବି ବିପଦ ରହୁଛି, ବହୁତ ମାନେ ବଡ଼ ଜିନିଷ ସବୁ ରହୁଛି। ତ ବାସ୍ ଭଗବାନଙ୍କ ପାଖରେ ପ୍ରାର୍ଥନା ସେମାନେ ସେଫ୍ ରୁହନ୍ତୁ। ଆପଣମାନଙ୍କୁ ବି ମାନେ ସଚେତନ କରିବାକୁ ଚାହୁଁଛି ଯେ ଅଲରେଡ଼ି ମାନେ ଯେଉଁ ଏରିଆରେ ହେଇନାହିଁ, ମାନେ 15 ବର୍ଷ 20 ବର୍ଷ ହେଲାଣି ଜିନିଷ ଘଟି ନାହିଁ, ସେ ଏରିଆରେ ବି ଘଟିବା ଆରମ୍ଭ ହେଉଛି। ତ ହୁଏତ ଆପଣଙ୍କ ଏରିଆରେ ବି ହେଇପାରେ। ତ ଆପଣଙ୍କ ଏରିଆରେ କେଉଁ ଜାଗାରେ କ'ଣ ମାନେ ଡ୍ରେନେଜ୍ ସିଷ୍ଟମକୁ ଟିକେ ଧ୍ୟାନ ଦିଅନ୍ତୁ ଆପଣମାନେ ବି। ଆଉ ବାକି ଆଜି ମୁଁ ଆଉ କ'ଣ କହିବି, ଅଲରେଡ଼ି ମାନେ ପ୍ରୋବ୍ଲେମ୍ ଆଉ ଗୋଟେ ହେଉଛି ଯେ ମାନେ ଆଜି କରେଣ୍ଟ ନାହିଁ। ମାନେ ବୋଧହୁଏ ସେ ଯେଉଁ ବନ୍ୟା ଜିନିଷଟା ହେଉଛି ପାଣି ପୁରା ଫୁଲ୍ ହେଇକି ଚାଲିଛି, କାଳେ ସର୍ଟ ସର୍କିଟ୍ ହେବ ବା କିଛି ପ୍ରୋବ୍ଲେମ୍ ହେବ, ସେଥିପାଇଁ ହୁଏତ କାଟିଛନ୍ତି କି କ'ଣ ପାଇଁ କାଟିଛନ୍ତି ଏକ୍ଜାକ୍ଟ ରିଜିନ୍ ମୋତେ ଜଣା ନାହିଁ। ବାକି ଏବେ ପ୍ରୋବ୍ଲେମ୍ ହେଲା ଗେଲିର ମାନେ ଘା ପ୍ରୋବ୍ଲେମ୍ଟା ଟିକେ ରହୁଛି, ଆଉ ବେଡ୍ସୋର୍ ପ୍ରୋବ୍ଲେମ୍ ରହୁଛି। ଆପଣମାନଙ୍କ ସହ ସେୟାର କରିଥିଲି ଯେ ମାନେ ଗରମ ହେଲେ ବା ଫ୍ୟାନ୍ ଦରକାର ହୁଏ ବହୁତ ଟାଇମ୍। ତ ମାନେ ଅଲରେଡ଼ି ପାଗ ଥଣ୍ଡା ଅଛି, ସେଥିପାଇଁ କିଛି ମାତ୍ରାରେ ଚଳିଯାଉଛି, କିନ୍ତୁ ବେଶୀ ସମୟ ସେଟା ଗେଲି ହ୍ୟାଣ୍ଡେଲ୍ କରିପାରିବ ନାହିଁ। ମାନେ ଘଣ୍ଟେ 2 ଘଣ୍ଟା 3 ଘଣ୍ଟା ପରେ ଫ୍ୟାନ୍ଟା 100% କମ୍ପଲସରି ଦରକାର ହେବ। ତ ସେଥିପାଇଁ ଆମକୁ ଏବେ ଗୋଟେ କାମ କରିବାକୁ ପଡ଼ିବ। ଲାଇଟ୍ ଗୋଟେ ଲାଗିଛି ଯେଉଁଟା 20 ୱାଟ୍ର ବଲ୍ ଲାଗିଛି, ରୁମ୍ରେ ସବୁବେଳେ ଲାଗିଥାଏ। ସେଟାକୁ ଚେଞ୍ଜ କରିକି ଗୋଟେ କମ୍ ୱାଟ୍ର ବଲ୍ ଲଗାଇବା। ମାନେ ଅନ୍ୟ ଆଡ଼େ ସବୁ ତ ବଲ୍ ସବୁ ବନ୍ଦ କରିଦେଇଛି ଇନଭର୍ଟରରେ ଯେଉଁ ଚାଲିଛି କରେଣ୍ଟ। ବାସ୍ କେବଳ ଫ୍ୟାନ୍ ପାଇଁ ପାୱାର କନଜ୍ୟୁମ୍ କରିକି ରଖିବା। ଆବଶ୍ୟକ ହେଲେ କେତେ ଦିନ କରେଣ୍ଟ ଆସିବନି ଜଣା ନାହିଁ, କାହିଁକିନା ବର୍ଷାଟା କଣ୍ଟିନ୍ୟୁ ଚାଲିଛି। ତ କ'ଣ ହେବ କ'ଣ ନାହିଁ ଆଗକୁ କିଛି ଜଣା ନାହିଁ। ପାଣି ତ ଅଲରେଡ଼ି ମାନେ ପ୍ରୋବ୍ଲେମ୍ ଷ୍ଟାର୍ଟ ହେଇଗଲାଣି ଯେ ମାନେ ଟାଙ୍କିରେ ପାଣି ନାହିଁ। ତ ଯାହା ହଉ ଟ୍ୟୁବୱେଲ୍ ଅଛି, ତ କିଛି ମାତ୍ରାରେ ସେଇଟା ଆମ ପାଇଁ ମାନେ ବର୍ତ୍ତମାନ ପାଇଁ ଆଶ୍ଚର୍ଯ୍ୟ ଯେ ପାଣିରେ ବିଶେଷ କିଛି ଅସୁବିଧା ହେବ ନାହିଁ। କେବଳ ରହିଲା କରେଣ୍ଟ ଜିନିଷଟା, ସେଇଟା ଗେଲି ପାଇଁ ଟିକେ ମାନେ ରହୁଛି ପ୍ରୋବ୍ଲେମ୍ ରହୁଛି, ଯେଉଁଟାକି
देखिए हम जाए लगे दिए आगे बोलो बल्बटा देखिए लगे दिए तथापि फोन करवा देखिए इलेक्ट्रिक ऑफिस को फोन करवा कौ रिजन करेन्ट कटि कि कौन है जना पड़ो बाकी एच डी फैमिली आपण मैंने भी भगवान को प्रार्थना करूँ समस्ते भलरे रुहतु सुस्थ रुहतु आपण मैंने भलरे रुहतु सुस्थ रुहतु।